ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ତ ପ୍ଲସ୍ ଟୁ ସେକେଣ୍ଡ ଇୟର ଆର୍ଟ୍ସ ପିଲାମାନେ ତମମାନଙ୍କ ପାଇଁ କ'ଣ ନା ରାଜନୀତି ବିଜ୍ଞାନ ବା ପଲିଟିକାଲ ସାଇନ୍ସର ମୁଁ ନେଇ ଆସିଛି କ'ଣ ନା 80 ମାର୍କର କୋଶ୍ଚିନ୍, ଯୋଉଟା ସମୟ 3 ଘଣ୍ଟାର। ତ ବୁଝିଲା 80 ମାର୍କ କୋଶ୍ଚିନ୍ ବହୁତ ଗୁରୁତ୍ୱପୂର୍ଣ୍ଣ, ମୂଳରୁ ଯୋଉମାନେ ପଢିନା ତ ସେମାନଙ୍କ ପାଇଁ। ତ 80 ମାର୍କର ଯେତିକି ପଢଉଛି ତ ସେତିକି ପଢ ଏବଂ ନିଶ୍ଚିନ୍ତ ତମମାନଙ୍କର କ'ଣ ନା ତମମାନଙ୍କର ନିଜର କ'ଣ ନା 80 ମାର୍କର କୋଶ୍ଚିନ୍ ଆନ୍ସର ତମେ ଦେଇପାରିବ, ବୁଝିହେଲା। ତ ଚାଲ ଆମେ ଷ୍ଟାର୍ଟ କରିବା। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବ, ବେଲ୍ ଆଇକନକୁ ଦବାଇଦେବ ନୂଆ ନୂଆ ନୋଟିଫିକେସନ୍ ପାଇଁ, ଲାଇକ୍ ସେୟାର କରିଦେବ। ତମର ଯେହେତୁ 21ଟା MCQ ବହୁତ ଗୁରୁତ୍ୱପୂର୍ଣ୍ଣ, କାହିଁକି ନା MCQ ୟୁନିଟ୍ 1 ୟୁନିଟ୍ 2 ର ପ୍ରବଳ MCQ ଦେଇଛି ତା ଦେହରୁ। ତମେ ୟୁନିଟ୍ 2 ରୁ ୟୁନିଟ୍ 3 ୟୁନିଟ୍ 4 ୟୁନିଟ୍ 5 ର ପ୍ରବଳ MCQ କୋଶ୍ଚିନ୍ ଦେଇଛି। ତ MCQ ତ ଆଲୋଚନା ହେଇଛି, ତମମାନେ ଦେଖିନେବ, ପ୍ଲେଲିଷ୍ଟରେ ଅପଲୋଡ ହେଇଯାଇଛି। ତ ଯଦି ତମେ ପାଇବନି ମତେ କମେଣ୍ଟ କରିବ, ମୁଁ ତମକୁ ସେୟାର କରିଦେବି, ବୁଝିହେଲା। ତାପରେ ବି ତମର 21ଟା କିଛି ମାନେ 21ଟା ଯୋଉ ସେଟ୍ର କ'ଣ ନା ସିଲେକ୍ସନ MCQ ମାନେ ଭଲ ଭଲ MCQ ସବୁ ନେଇ ଆସୁଛି। ତ ତମର 8ଟା ସେଟ୍ ଗଲାଣି, 8ଟା ସେଟ୍ ତମେ ଦେଖିଦେବ ପିଲାମାନେ, ବହୁତ ଗୁରୁତ୍ୱପୂର୍ଣ୍ଣ। ତ 8ଟା ସେଟ୍ ବା VST ଭେରି ସିମିଲାର ଟେଷ୍ଟ ଆମେ ଟେଷ୍ଟ କରିବା। ତ ତମମାନେ ସବୁ ପ୍ଲେଲିଷ୍ଟରେ ଅପଲୋଡ ହେଇଛି, ସବୁମାନେ ଦେଖିନେବ। ଇଏ ଆଉ ଗୋଟେ ଦେଖ, ଇଏ ଆଉ ଗୋଟେ ନୂଆ ସେଟ୍ ନେଇ ଆସିଛି ପିଲାମାନେ। ତମମାନଙ୍କ ପାଇଁ ପ୍ରବଳ ସେଟ୍ ଆସିବ, କାହିଁକି ନା ତମମାନେ ସେଟ୍ରୁ ହିଁ ତମମାନେ ଏକ୍ଜାମରେ ଭଲ କରିପାରିବ। କାହିଁକିନା ତମ ହାତରେ ଆଉ ସମୟ ନାହିଁ କି ତମେ ନା କ'ଣ 2 ମାର୍କିଆ 3 ମାର୍କିଆ ପଢିବ, ବୁଝିହେଲା। ଏଥିରେ ଯୋଉ ସେଟ୍ରେ ଯୋଉ 2 ମାର୍କିଆ 3 ମାର୍କିଆ MCQ ଲଙ୍ଗ କୋଶ୍ଚିନ୍ ଦେଇଛି ସେଇଆକୁ ପଢିବ, ଯେତିକି ଆଣିବେ ସେତିକି ପଢିବ, ତା ତ ଭଲ ମାର୍କ ରଖିବ। ନିମ୍ନୋକ୍ତ ମଧ୍ୟରୁ କିଏ ଜିଲ୍ଲା ପରିଷଦର ମୁଖ୍ୟ ଅଟନ୍ତି? ଚେୟାରମ୍ୟାନ, ସଭାପତି, ଜିଲ୍ଲାପାଳ, ଉପଜିଲ୍ଲାପାଳ। ନିମ୍ନୋକ୍ତ ମଧ୍ୟରୁ କିଏ ଜିଲ୍ଲା ପରିଷଦର ମୁଖ୍ୟ ଅଟନ୍ତି? ତ ପିଲାମାନେ ଟିକେ ରହିଥାଅ। ତ କ୍ୱେଶ୍ଚିନ୍ ଆନ୍ସରକୁ ଯିବା। ତ କ'ଣ କ୍ୱେଶ୍ଚିନ୍ ଦେଖିନେବା। ତ ପ୍ରଥମ କ୍ୱେଶ୍ଚିନ୍ ପିଲାମାନେ କ'ଣ ଦେଲା? ଆମ ସମ୍ବିଧାନର କେଉଁ ଧାରା ଗ୍ରାମ ପଞ୍ଚାୟତ ସମ୍ପର୍କିତ? ଆମ ସମ୍ବିଧାନର କେଉଁ ଧାରା? ଧାରା 32, ଧାରା 40, ଧାରା 43, ଧାରା 51। ତ କେଉଁ ଧାରା ହବ ନା ଧାରା 40। କ'ଣ ହବ ନା ଧାରା 40। ଆମ ସମ୍ବିଧାନର କ'ଣ ହବ ନା ଆମ ସମ୍ବିଧାନର କେତେ ଧାରା ନା ଧାରା 40। ନେକ୍ସଟ, ଭାରତରେ ପ୍ରଥମେ କେଉଁଠାରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଆରମ୍ଭ ହୋଇଥିଲା? ମାଡ୍ରାସ, ବମ୍ବେ, କଲିକତା, ଦିଲ୍ଲୀ। ଭାରତରେ ପ୍ରଥମେ କେଉଁଠାରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଆରମ୍ଭ ହୋଇଥିଲା ନା ମାଡ୍ରାସ। କେଉଁଠାରେ ନା ମାଡ୍ରାସ ଠାରେ। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ପଞ୍ଚାୟତ ରାଜର ଏକ ସ୍ତର ନୁହେଁ? ପଞ୍ଚାୟତ ରାଜର ସ୍ତର ନୁହେଁ। ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ, ପଲ୍ଲୀ ସଭା। କ'ଣ ହବ ନା ପଲ୍ଲୀ ସଭା। କ'ଣ ନା ପଲ୍ଲୀ ସଭା। ନେକ୍ସଟ, ସମ୍ବିଧାନର ସପ୍ତମ ଅନୁସୂଚୀରେ କେତେ ଗୋଟି ତାଲିକା ରହିଛି? 1, 2, 3, 4। ସମ୍ବିଧାନର ସପ୍ତମ ଅନୁସୂଚୀରେ କେତେ ଗୋଟି ତାଲିକା ରହିଛି ନା 3 ଗୋଟି ତାଲିକା ରହିଛି। ନେକ୍ସଟ, ପଞ୍ଚାୟତ ରାଜ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବା ମୂଳରେ ଲକ୍ଷ୍ୟ ଥିଲା କ'ଣ? ଲୋକମାନଙ୍କୁ ରାଜନୀତି ସମ୍ପର୍କରେ ଅବଗତ କରିବା, ଗଣତାନ୍ତ୍ରିକ କ୍ଷମତାର ବିକେନ୍ଦ୍ରୀକରଣ, କୃଷକମାନଙ୍କୁ ଶିକ୍ଷିତ ସଚେତନ କରିବା, ଉପରୋକ୍ତ କୌଣସିଟି ନୁହେଁ। କ'ଣ ହବ ନା ଗଣତାନ୍ତ୍ରିକ କ୍ଷମତାର ବିକେନ୍ଦ୍ରୀକରଣ। ନେକ୍ସଟ, ପଞ୍ଚାୟତ ସମିତି ମୁଖ୍ୟଙ୍କୁ ଡ୍ୟାସ୍ କୁହାଯାଏ? ପଞ୍ଚାୟତ ସମିତି ମୁଖ୍ୟଙ୍କୁ ଡ୍ୟାସ୍ କୁହାଯାଏ? BDO, ଚେୟାରମ୍ୟାନ, ସଭାପତି, ସରପଞ୍ଚ। କ'ଣ କୁହାଯାଏ ନା ଚେୟାରମ୍ୟାନ। ପଞ୍ଚାୟତ ସମିତିର ମୁଖ୍ୟଙ୍କୁ ଚେୟାରମ୍ୟାନ କୁହାଯାଏ। ନେକ୍ସଟ, ବିଷ୍ଣୋଇ ପରିବେଶ ଆନ୍ଦୋଳନର କିଏ ନେତୃତ୍ୱ ନେଇଥିଲେ? ବିଷ୍ଣୋଇ ପରିବେଶ ଆନ୍ଦୋଳନର ଅମୃତା ଦେବୀ, ମେଧା ପାଟକର, ସୁନ୍ଦରଲାଲ ବହୁଗୁଣା, ମେନକା ଗାନ୍ଧୀ। କ'ଣ ହବ ନା ଅମୃତା ଦେବୀ। କ'ଣ ନା ବିଷ୍ଣୋଇ ପରିବେଶ ଆନ୍ଦୋଳନର କିଏ ନେତୃତ୍ୱ ନା ଅମୃତା ଦେବୀ ନେତୃତ୍ୱ ନେଇଥିଲେ। ନେକ୍ସଟ, କେଉଁ ଧାରା ଅନୁସାରେ କେନ୍ଦ୍ର ସରକାର ନଦୀ ଜଳ ବଣ୍ଟନ ବିଷୟରେ ନିଷ୍ପତ୍ତି ନେଇଥାଏ? 262, 248, 250, 280। କ'ଣ ହବ ନା 262। କ'ଣ ନା 262 ଧାରା। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜାତୀୟ ସଂହତି ପ୍ରତି ଏକ ଆହ୍ୱାନ ନୁହେଁ? ଜାତିବାଦ, ସାମ୍ପ୍ରଦାୟିକତାବାଦ, ସମାଜବାଦ, ଆଞ୍ଚଳିକବାଦ। କ'ଣ ହବ ନା ସମାଜବାଦ। କ'ଣ ନା ସମାଜବାଦ। ନେକ୍ସଟ,
କାହା ମତରେ ଭାରତରେ ଜାତୀୟ ଏକ ପ୍ରମୁଖ ରାଜନୈତିକ ଦଳ ଅଟେ? ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ବିନୋବା ଭାବେ, ଜୟପ୍ରକାଶ ନାରାୟଣ। କଣ ହବ ନା ଜୟପ୍ରକାଶ ନାରାୟଣ। ନେକ୍ସଟ, କେଉଁ ସମ୍ବିଧାନ ସଂଶୋଧନ ଆଇନ ପ୍ରସ୍ତାବନାରେ ଧର୍ମ ନିରପେକ୍ଷ ଶବ୍ଦକୁ ସଂଯୋଗ କରିଅଛି? 24, 42, 44, 52। କଣ ହବ ନା ତମର ହେଇଯିବ 42। କଣ ନା 42। ନେକ୍ସଟ, ସିମଲା ରାଜିନାମା କାହା କାହା ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା? ଭାରତ ପାକିସ୍ତାନ, ଭାରତ ଚୀନ, ଭାରତ ନେପାଳ, ଭାରତ ଭୁଟାନ। କଣ ହବ ପିଲାମାନେ ନା ଭାରତ ଓ ପାକିସ୍ତାନ। ନେକ୍ସଟ, ମିଳିତ ଜାତିସଂଘର ନିରାପତ୍ତାରେ କେତେ ଜଣ ସ୍ଥାୟୀ ସଭ୍ୟ ଅଛନ୍ତି? 3, 4, 5, 10। କେତେ ଜଣ ସ୍ଥାୟୀ ସଭ୍ୟ ଅଛନ୍ତି ପିଲାମାନେ? ନା ସ୍ଥାୟୀ ସଭ୍ୟ ଅଛନ୍ତି 5 ଜଣ। ପରବର୍ତ୍ତୀ, କେଉଁ ବିଶ୍ୱ ବ୍ୟାଙ୍କ ପ୍ରତିଷ୍ଠା ହୋଇଥିଲା? 1944, 1945, 1948, 1948। କେଉଁ ବିଶ୍ୱ ବ୍ୟାଙ୍କ ପ୍ରତିଷ୍ଠା ହୋଇଥିଲା? ନା 1944 ମସିହାରେ। ନେକ୍ସଟ, ବର୍ତ୍ତମାନ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ କେତେ ଗୋଟି ରାଷ୍ଟ୍ର ସଦସ୍ୟ ଅଛନ୍ତି? 170, 189, 191, 193। କେତେ ଗୋଟି ଅଛନ୍ତି? ନା 189 କଣ ନା ରାଷ୍ଟ୍ର ସଦସ୍ୟ ଅଛନ୍ତି। ନେକ୍ସଟ, କାଶ୍ମୀରକୁ ନେଇ ଭାରତର କେଉଁ ପଡ଼ୋଶୀ ରାଷ୍ଟ୍ର ସହ ବିବାଦ ରହିଛି? ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ଚୀନ। କଣ ହବ ପିଲାମାନେ ନା ପାକିସ୍ତାନ। କଣ ନା କାଶ୍ମୀରକୁ ନେଇ ଭାରତ ପାକିସ୍ତାନ ପଡ଼ୋଶୀ ରାଷ୍ଟ୍ର ସହ ବିବାଦ ରହିଛି। ନେକ୍ସଟ, କେଉଁ ମସିହାରେ ସଲ୍ଟ ଡବଲ ଆଇ ସ୍ୱାକ୍ଷରିତ ହୋଇଥିଲା? 1972, 1996, 1979, 1990। କେଉଁ ମସିହାରେ ହବ ପିଲାମାନେ ସଲ୍ଟ ଡବଲ ଆଇ? ନା 1979। କେତେ ନା 1979। ନେକ୍ସଟ, ଆଣବିକ ପରୀକ୍ଷଣ ନିଷିଦ୍ଧ ଚୁକ୍ତି ଏନପିଟି କେବେ ସ୍ୱାକ୍ଷରିତ ହୋଇଥିଲା? ଏନପିଟି 1959, 1962, 1963, 1970। କେବେ ନା 1970 ମସିହାରେ। ସଲ୍ଟ ଆଇ କେବେ ସ୍ୱାକ୍ଷରିତ ହୋଇଥିଲା? 1972, 1996, 1979, 1990। କେବେ ନା ସଲ୍ଟ ଆଇ 1972, ସଲ୍ଟ ଡବଲ ଆଇ 1979, ଏନପିଟି 1970। ନେକ୍ସଟ, 1948ର କେଉଁ ଚୁକ୍ତି ଆଧାରରେ ପଶ୍ଚିମ ୟୁରୋପରେ ଐକ୍ୟ ପ୍ରତିଷ୍ଠା ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା? ୱାରେସ ଚୁକ୍ତି, ପ୍ୟାରିସ ଚୁକ୍ତି, ବ୍ରସେଲ୍ସ ଚୁକ୍ତି, ଭର୍ସାଇ ଚୁକ୍ତି। କଣ ନା ବ୍ରସେଲ୍ସ ଚୁକ୍ତି। ତାପରେ 21ଟାର ଶେଷ କ୍ୱେଶ୍ଚିନ୍, କେବେ ଯୁକ୍ତରାଷ୍ଟ୍ର ଆମେରିକା ଉତ୍ତର ଆଟଲାଣ୍ଟିକା ଚୁକ୍ତି ସଂଗଠନ ଗଠନ କରିଥିଲା? 1949 ମସିହା ମାର୍ଚ୍ଚ 14 ତାରିଖ, 1949 ମସିହା ଏପ୍ରିଲ 4 ତାରିଖ, 1949 ମସିହା ମେ 14 ତାରିଖ, ନା 1949 ମସିହା ଜୁନ 14 ତାରିଖ। କେତେ ନା 1949 ମସିହା ଏପ୍ରିଲ 4 ତାରିଖ। ତ ପିଲାମାନେ ଇଏ ତମର ଥିଲା କଣ ନା ବହୁତ ଗୁରୁତ୍ୱପୂର୍ଣ୍ଣ କ୍ୱେଶ୍ଚିନ୍, ଯେହେତୁ ତମର ଏଇଟା କଣ ନା ଏକ୍ଜାମରେ ଆସିବ ଏମିତିଆ କ୍ୱେଶ୍ଚିନ୍ ଗୁଡାକ। ତାପରେ ଆମେ ଆଲୋଚନା କରିବା 14 ମାର୍କର କ୍ୱେଶ୍ଚିନ୍, ମାନେ 2 ମାର୍କିଆ କ୍ୱେଶ୍ଚିନ୍ ଆମେ ଆଲୋଚନା କରିବା 7ଟା। ତ ବହୁତ ପିଲା ମତେ କମେଣ୍ଟ କରିଥିଲ କି ମ୍ୟାମ୍ ଆପଣ କଣ ନା କୁହନ୍ତୁନି, ତ କହିଲାଠୁ ଆମେ ଲେଖିପାରୁନୁ, ସେଥିପାଇଁ ତମମାନଙ୍କ ପାଇଁ ଆନ୍ସର ସହ କ୍ୱେଶ୍ଚିନ୍ ନେଇ ଆସିଛି, ଆଲୋଚନା କରିବା। ଭାରତ ରାଜ୍ୟମାନଙ୍କର ସମ୍ମିଶ୍ରଣ ବୁଝିବା। କଣ ନା ଭାରତ ଏକ ସଂଘୀୟ ରାଷ୍ଟ୍ର ହୋଇଥିଲେ ମଧ୍ୟ ସମ୍ବିଧାନର 1 ଧାରାରେ ଭାରତକୁ ଏକ ରାଜ୍ୟମାନଙ୍କର ସମ୍ମିଶ୍ରଣ କୁହାଯାଏ। ଭାରତରେ ସଂଘୀୟ ବ୍ୟବସ୍ଥା କେନ୍ଦ୍ରାଭିମୁଖୀ ନ ହୋଇ କେନ୍ଦ୍ର ପ୍ରସାରୀ ହୋଇଥିବାରୁ ଓ ରାଜ୍ୟମାନଙ୍କୁ ସଂଘୀୟ ବ୍ୟବସ୍ଥାରୁ ବାହାରି ଯିବାର ସ୍ୱାଧୀନତା ଦିଆଯାଇ ନଥିବାରୁ ଏବଂ ବିଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠା ପାଇଁ ଭାରତକୁ ରାଜ୍ୟମାନଙ୍କର ସମ୍ମିଶ୍ରଣ ବୋଲି ଘୋଷଣା କରାଯାଇଛି। ତାପରେ କ୍ୱେଶ୍ଚିନ୍, ବିଜ୍ଞପ୍ତିତ ଅଞ୍ଚଳ ପରିଷଦ କଣ? ନା ସହରାଞ୍ଚଳ ସ୍ୱାୟତ୍ତଶାସନ ସଂସ୍ଥାର ସର୍ବନିମ୍ନ ସୋପାନକୁ କଣ କୁହାଯାଏ? ନା ବିଜ୍ଞପ୍ତିତ ଅଞ୍ଚଳ ପରିଷଦ ବା ଏନଏସି। 5000ରୁ 10,000 ଜନସଂଖ୍ୟା ବିଶିଷ୍ଟ ଛୋଟ ଛୋଟ ସହରରେ ଏହା କାର୍ଯ୍ୟକାରୀ ହୋଇଥାଏ। ଏହାର ମୁଖ୍ୟକୁ ଚେୟାରମ୍ୟାନ ବା ଅଧ୍ୟକ୍ଷ କୁହାଯାଏ। ଏହାର କାର୍ଯ୍ୟକାଳ 5 ବର୍ଷ। ଆଞ୍ଚଳିକତାବାଦ ଭାରତରେ ଜାତୀୟ ସଂହତିକୁ କିପରି ପ୍ରଭାବିତ କରୁଛି? ନା ଆଞ୍ଚଳିକତାବାଦ ସଂକୀର୍ଣ୍ଣ ସ୍ୱାର୍ଥଯୁକ୍ତ ଆଞ୍ଚଳିକ ଦଳ ସୃଷ୍ଟି କରିବା, ଆନ୍ତଃରାଜ୍ୟ ଏବଂ କେନ୍ଦ୍ର ରାଜ୍ୟ ବିବାଦକୁ ଘନୀଭୂତ କରିବା, ବିଚ୍ଛିନ୍ନତାବାଦୀ ରାଜନୈତିକ ଆନ୍ଦୋଳନକୁ ସମର୍ଥନ ଓ ପ୍ରୋତ୍ସାହନ ଦେବା ଆଦି କୁପ୍ରଭାବର ଜନ୍ମଦାତା ଅଟେ।
ତେଣୁ ଏହା ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରିଥାଏ। ବଳବନ୍ତ ରାୟ ମେହେଟ୍ଟା କମିଟି କାହିଁକି ଗଠିତ ହୋଇଥିଲା, କଣ ସୁପାରିଶ କରିଥିଲେ? ନା ଭାରତରେ ଗୋଷ୍ଠୀ ଉନ୍ନୟନ ଯୋଜନାର କାର୍ଯ୍ୟକାରିତା ମୂଲ୍ୟାଙ୍କନ ସଫଳ କାର୍ଯ୍ୟକାରିତା ନିମନ୍ତେ ସୁପାରିଶ କରିବା ପାଇଁ 1957 ମସିହାରେ ବଳବନ୍ତ ରାୟ ମେହେଟ୍ଟା କମିଟି ଗଠିତ ହୋଇଥିଲା। ଏହା ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ପାଇଁ ପଞ୍ଚାୟତ ରାଜ ବ୍ୟବସ୍ଥା ସୁପାରିଶ କରିଥିଲେ। ତ ନେକ୍ସଟ ଦେଖିବା କଣ ନା ଆତଙ୍କବାଦ କଣ? ଆତଙ୍କବାଦ ହଫମ୍ୟାନ, ଏଟା ହଫ ଧ୍ୟାନ ଦେଇଛି, ହଫମ୍ୟାନଙ୍କ ମତରେ ଆତଙ୍କବାଦ ବା ସନ୍ତ୍ରାସବାଦକୁ ଏକ ରାଜନୈତିକ ଲକ୍ଷ୍ୟ ପୂରଣ ପାଇଁ ସାଧାରଣ ଭିତ୍ତି ସଞ୍ଚାର ନିମନ୍ତେ ଏକ କ୍ଷୁଦ୍ର କିନ୍ତୁ ବଳିଷ୍ଠ ସଂଗଠନ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ହିଂସାତ୍ମକ କାର୍ଯ୍ୟକ୍ରମ ଯାହା ନିଷ୍ପତ୍ତି ଗ୍ରହଣକାରୀ ସରକାର କଳ ଉପରେ ଚାପ ପକାଇ ନିଜର ଦାବି ହାସଲ ପାଇଁ କାର୍ଯ୍ୟ କରୁଥିବା ପ୍ରକ୍ରିୟା ବୋଲି ସୂଚିତ କରିଛନ୍ତି। ନେକ୍ସଟ ବିକାଶ ବିସ୍ଥାପନ ବିରୋଧୀ ଆନ୍ଦୋଳନ କଣ? ନା ଦେଶର ଅର୍ଥନୈତିକ ବିକାଶ ପାଇଁ ନଦୀବନ୍ଧ ଯୋଜନା ଓ ଶିଳ୍ପ କାରଖାନା ପ୍ରତିଷ୍ଠା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥାଏ। ଏହି ସବୁ ପ୍ରକଳ୍ପ ପାଇଁ ସମ୍ପୃକ୍ତ ଅଞ୍ଚଳରେ ସ୍ଥାୟୀ ଭାବେ ବସତି ସ୍ଥାପନ କରୁଥିବା ଲୋକମାନଙ୍କୁ ବାସଚ୍ୟୁତ କରି ଅନ୍ୟ ଏକ ସ୍ଥାନରେ ଆବଶ୍ୟକୀୟ କ୍ଷତିପୂରଣ ସହ ଥଇଥାନ କରାଯିବା ଆବଶ୍ୟକ। କିନ୍ତୁ ବିକାଶ ପାଇଁ ଯୋଜନାର କାର୍ଯ୍ୟକାରିତା ତଜ୍ଜନିତ ବିସ୍ଥାପନ ଉପଯୁକ୍ତ ଥଇଥାନ ବ୍ୟବସ୍ଥାର ଅନୁପସ୍ଥିତି ଯୋଗୁଁ ଅନେକ ସମୟରେ ବିକାଶ ବିସ୍ଥାପନ ବିରୋଧୀ ଆନ୍ଦୋଳନ ସଂଘଟିତ ହୋଇଥାଏ। ଧରିତ୍ରୀ ଶିଖର ସମ୍ମିଳନୀର ଗୁରୁତ୍ୱ କଣ? ନା ପରିବେଶ ଉନ୍ନୟନ ସମ୍ପର୍କୀୟ ଜାତିସଂଘର ସମ୍ମିଳନୀ ଧରିତ୍ରୀ ଶିଖର ସମ୍ମିଳନୀ ନାମରେ ପରିଚିତ। ଏହି ସମ୍ମିଳନୀ 1992 ମସିହା ଜୁନ 3 ରୁ 14 ତାରିଖ ପର୍ଯ୍ୟନ୍ତ ବ୍ରାଜିଲର ରିଓ ଡି ଜେନେରୋ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପରିବେଶ ସୁରକ୍ଷା ସମ୍ପର୍କୀୟ 21ଟି କାର୍ଯ୍ୟସୂଚୀ ଗୃହୀତ ହୋଇଥିଲା। ନେକ୍ସଟ ସିମଲା ରାଜିନାମା କେବେ ଓ କାହା ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା? ନା 1972 ମସିହା ଜୁଲାଇ 2 ତାରିଖରେ ଭାରତର ତତ୍କାଳ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋଙ୍କ ମଧ୍ୟରେ ସିମଲାଠାରେ ଏକ ଶିଖର ସମ୍ମିଳନୀ ହୋଇଥିଲା। ଏଥିରେ ସ୍ୱାକ୍ଷରିତ ହୋଇଥିବା ରାଜିନାମା ସିମଲା ରାଜିନାମା ନାମରେ ପରିଚିତ। ତାପରେ 1971ରେ ଭାରତ ପାକିସ୍ତାନ ଯୁଦ୍ଧ ପରେ ସ୍ୱାକ୍ଷରିତ ଏହି ଚୁକ୍ତି ଅନୁଯାୟୀ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ବିବାଦର ସମାଧାନ କରାଯିବ। ସିମଲା ରାଜିନାମା କଣ? 1972 ମସିହା ଜୁଲାଇ 2 ତାରିଖରେ ଭାରତର ତତ୍କାଳ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ପାକିସ୍ତାନ ପ୍ରତିପକ୍ଷ ଜୁଲଫିକର ଅଲି ଭୁଟ୍ଟୋଙ୍କ ମଧ୍ୟରେ ସିମଲାଠାରେ ଏକ ଶିଖର ସମ୍ମିଳନୀ ହୋଇଥିଲା। ଏଥିରେ ସ୍ୱାକ୍ଷରିତ ହୋଇଥିବା ରାଜିନାମା କଣ? ନା ସିମଲା ରାଜିନାମା ରୂପରେ ପରିଚିତ। 1971 ମସିହା ଭାରତ ପାକ୍ ଯୁଦ୍ଧ ପରେ ଏହି ଚୁକ୍ତି ଦ୍ୱିପାକ୍ଷିକ ଆଲୋଚନା ମଧ୍ୟରେ ଉଭୟ ରାଷ୍ଟ୍ରର ସମସ୍ୟାର ସମାଧାନ ନୀତି ପ୍ରଣୟନ କରିଥିଲା। ତାପରେ ପଞ୍ଚଶୀଳ ନୀତି କଣ? 1954 ମସିହା ଏପ୍ରିଲ 29 ତାରିଖରେ ଭାରତ ଓ ଚୀନ ମଧ୍ୟରେ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ଓ ଅନ୍ୟାନ୍ୟ ସମ୍ପର୍କ ପାଇଁ 5ଟି ମୌଳିକ ନୀତିକୁ ଆଧାର କରି ତତ୍କାଳ ପ୍ରଧାନମନ୍ତ୍ରୀ କିଏ? ନା ଜବାହରଲାଲ ନେହେରୁ ଘୋଷଣା କରିଥିବା କାର୍ଯ୍ୟକ୍ରମକୁ ପଞ୍ଚଶୀଳ ନୀତି କୁହାଯାଏ। ସେହି 5ଟି ନୀତି ହେଲା ପ୍ରତ୍ୟେକ ରାଷ୍ଟ୍ରର ସାର୍ବଭୌମତ୍ୱ ପ୍ରତି ସମ୍ମାନ ପ୍ରଦର୍ଶନ, ପାରସ୍ପରିକ ଅନାକ୍ରମଣ, ପରସ୍ପର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା, ସମାନତା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ। ବାୟୁ ପ୍ରଦୂଷଣର କାରଣଗୁଡ଼ିକ କଣ? କୋଇଲା, ପେଟ୍ରୋଲିୟମ ଦ୍ରବ୍ୟ, କାରଖାନାରୁ ନିର୍ଗତ ସଲଫର ଡାଇଅକ୍ସାଇଡ, କୃଷି କ୍ଷେତ୍ରରେ ବିଷାକ୍ତ ରାସାୟନିକ ସାର ପ୍ରୟୋଗ, ଆଗ୍ନେୟଗିରିରୁ ନିର୍ଗତ ବାଷ୍ପ, ଜଙ୍ଗଲ ନିଆଁ, ମୃତ ଗଛ ଓ ଜୀବଙ୍କ ପଚା ଦୁର୍ଗନ୍ଧ ବାଷ୍ପ ଇତ୍ୟାଦି ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ଅଟନ୍ତି। ଅସ୍ତ୍ର ପ୍ରତିଯୋଗିତା କଣ? ନା 2 ବା ତତୋଧିକ ରାଷ୍ଟ୍ର ମଧ୍ୟରେ ସାମରିକ ପ୍ରସ୍ତୁତିକୁ ନେଇ ପ୍ରତିଯୋଗିତାକୁ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା କୁହାଯାଏ। ଏହି ପ୍ରତିଯୋଗିତାରେ ସେନାବାହିନୀର ଶକ୍ତି ବୃଦ୍ଧି ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ। ଆନ୍ତର୍ଜାତିକ ମୁଦ୍ରାକୋଷ କଣ? 1954 ମସିହାରେ ମାତ୍ର 29ଟି ରାଷ୍ଟ୍ରକୁ ନେଇ ଗଠିତ ହୋଇଥିବା ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି IMF ପ୍ରମୁଖ କାର୍ଯ୍ୟ ସମ୍ପାଦନ କରିଥାଏ। ବିଶ୍ୱସ୍ତରରେ ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ କରିବା, ସଦସ୍ୟ ରାଷ୍ଟ୍ରମାନଙ୍କୁ ଆର୍ଥିକ ସ୍ଥିରତା ରକ୍ଷା ପାଇଁ ଆବଶ୍ୟକୀୟ ନୀତିଗତ ପରାମର୍ଶ ପ୍ରଦାନ କରିବା, ଆର୍ଥିକ ସଂକଟନ ସମ୍ମୁଖୀନ ହେଉଥିବା ରାଷ୍ଟ୍ରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା। ପଞ୍ଚାୟତ ରାଜ ତାପରେ ଗ୍ରୁପ ସି ହେଲା ପଞ୍ଚାୟତ ରାଜ ହେଉଛି ତୃଣମୂଳ କଂଗ୍ରେସ ପ୍ରମାଣ କର। ଦେଖ
गणतंत्र एपरिक शासन व्यवस्था जो समस्त अंश थाए प्रक्रिया देख ये गुरुत्वपूर्ण क्वेश्चन अर्थ आयोगर कार्यावली संपर्क में लिखिब। तापरे 73तम संविधान संशोधन मध्य एक संक्षिप्त टिप्पणी देखने पे स्क्रीनशॉट मानियो बहुत गुरुत्वपूर्ण क्वेश्चन या तुम लिखि नब। तो वीडियो भल लगे पे लाइक शेयर सब्सक्राइब करदब। रोचे धन्यवाद। जय जगन्नाथ।